ଓଡ଼ିଆରେ ସାଇନବୋର୍ଡ଼ ନ ଲେଖିଲେ ଜରିମାନା। ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକର ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାକୁ ଗୁରୁତ୍ୱ। ଏହିସବୁ ସ୍ଥାନରେ ଓଡ଼ିଆରେ ସାଇନବୋର୍ଡ଼ ଲେଖିବାକୁ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର। ଏହାକୁ କାର୍ଯ୍ୟକାରୀ କରିବାକୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ। ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନେ ନିଶ୍ଚିତ ଭାବେ ସେମାନଙ୍କ ସାଇନବୋର୍ଡ଼ର ମୋଟ କ୍ଷେତ୍ରଫଳର ଅନୂନ୍ୟ 60 ଭାଗରେ ଓଡ଼ିଆ ଭାଷା ଲିପିର ବ୍ୟବହାର କରିବେ। ଏହା ଆମ ରାଜ୍ୟ ଭାଷାର ଦୃଶ୍ୟମାନତା ବୃଦ୍ଧି କରିବା ସହ ଜନସାଧାରଣଙ୍କୁ ସୁବିଧାଜନକ ହୋଇପାରିବ। ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦମାନେ ଟ୍ରେଡ୍ ଲାଇସେନ୍ସ ନବୀକରଣ ଓ ପରୀକ୍ଷଣ ସମୟରେ ଅନୁପାଳନ ଯାଞ୍ଚ 30 ସେପ୍ଟେମ୍ବର 2025 ସୁଦ୍ଧା ଶେଷ କରି ଉପରୋକ୍ତ ନିର୍ଦ୍ଦେଶର ପରିପାଳନ ସୁନିଶ୍ଚିତ କରିବେ। ଅନୁପାଳନ କରୁନଥିବା ପ୍ରତିଷ୍ଠାନମାନଙ୍କୁ ବିଜ୍ଞପ୍ତି ଜାରି କରାଯିବ ଏବଂ ସେମାନଙ୍କୁ ସାଇନବୋର୍ଡ଼ ସଂଶୋଧନ ପାଇଁ 55 ଦିନର ସମୟ ଦିଆଯିବ। ଏହା ପାଳନ ନହେଲେ ସଂଶୋଧନ ହେବା ପର୍ଯ୍ୟନ୍ତ ପ୍ରତିଦିନ 500 ଟଙ୍କା ଲେଖାଏଁ ଜରିମାନା ଲାଗୁ ହେବ। ରାଜ୍ୟ ସରକାରଙ୍କ ବଡ଼ ନିଯୁକ୍ତି, ଖୁବ୍ ଶୀଘ୍ର ନିଯୁକ୍ତ ହେବେ 22,896 କର୍ମଚାରୀ। ରାଜ୍ୟ ସରକାରଙ୍କ ବଡ଼ ନିଯୁକ୍ତି, ଖୁବ୍ ଶୀଘ୍ର ନିଯୁକ୍ତ ହେବେ 22,896 କର୍ମଚାରୀ। 10 ବିଭାଗର ଗ୍ରୁପ୍ ସିର 22,896 ପଦବୀ ପୂରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ। ଅଗଷ୍ଟ 31 ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଧିକ 8,358 ଜଣଙ୍କୁ ନିଯୁକ୍ତି ମିଳିବ। ପଞ୍ଚାୟତରାଜ ବିଭାଗର 4,042, ସ୍ୱାସ୍ଥ୍ୟ ବିଭାଗରେ 3,677 ପଦବୀ ପୂରଣ ହେବ। 10 ବିଭାଗର ନିଯୁକ୍ତି ସାରିବାକୁ ନିର୍ଦ୍ଦେଶ। 10ଟି ବିଭାଗରେ 44,909 ପଦବୀ ଖାଲି ପଡ଼ିଥିବା ବେଳେ 22,896 ପଦବୀ ପୂରଣ ପାଇଁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। କେଉଁ ବିଭାଗରେ କେତେ ଫାଙ୍କା? 10 ବିଭାଗରେ ଗ୍ରୁପ୍ ସିର 22,896 ପଦବୀ ପୂରଣ ହେବ। ଅଗଷ୍ଟ 31 ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଧିକ 8,358 ଜଣଙ୍କୁ ନିଯୁକ୍ତି ମିଳିବ। ପଞ୍ଚାୟତରାଜ ବିଭାଗର 4,042, ସ୍ୱାସ୍ଥ୍ୟ ବିଭାଗରେ 3,677 ପଦବୀ ପୂରଣ ହେବ। କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ 1,479 ପଦବୀ ପୂରଣ ହେବ। 10ଟି ବିଭାଗରେ ଖାଲି 44,909 ପଦବୀ, 22,896 ପଦବୀ ପୂରଣ ହେବ। ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟରେ 1,371, ଜଙ୍ଗଲ ବିଭାଗରେ 1,193 ପଦବୀ ପୂରଣ ହେବ। ମାଧୁରୀ ଦୀକ୍ଷିତ ଓଡ଼ିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡ଼ର। ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱର ପହଞ୍ଚିଥିଲେ ବଲିଉଡ଼ର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ। ଗତକାଲି ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ମାଧୁରୀ ଦୀକ୍ଷିତ ଯୋଗଦେଇ ଏକତାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିଥିଲେ। ମାଧୁରୀ ଓଡ଼ିଶା ହସ୍ତତନ୍ତ୍ରର ବ୍ରାଣ୍ଡ ଆମ୍ବାସଡ଼ର ରହିଛନ୍ତି। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ବ୍ରେଷ୍ଟ ଫିଡିଂ ସେଣ୍ଟର। ସପିଂ ମଲ୍ରେ ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର। ବ୍ୟବସାୟିକ ଅନୁଷ୍ଠାନକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅନୁରୋଧ। ସରକାରୀ ଅଫିସ୍ ଓ ଅଭିଯୋଗ ଶୁଣାଣି ସ୍ଥାନରେ ବ୍ରେଷ୍ଟ ଫିଡିଂ ସେଣ୍ଟର ଖୋଲିବ। ଆଗକୁ ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଣ୍ଟର ଖୋଲାଯିବ। ବିଶ୍ୱ ସ୍ତନପାନ ସପ୍ତାହ ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 2ଟି ୱେବସାଇଟ୍ ଲଞ୍ଚ ହୋଇଛି। ସପିଂ ମଲ୍ ଯେଉଁଗୁଡ଼ିକରେ ମହିଳା ଗ୍ରାହକ 75%ରୁ ଅଧିକ, ସେମାନେ ମହିଳାମାନଙ୍କ ପାଇଁ ଶୌଚାଳୟ ଏବଂ ବ୍ରେଷ୍ଟ ଫିଡିଂ ସେଣ୍ଟର ନିହାତି କରିବା କଥା। ଏହା ନହେଲେ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ। ପିଇବା ପାଇଁ ପାଣି, ଶୌଚାଳୟ ଏବଂ ବ୍ରେଷ୍ଟ ଫିଡିଂ ବ୍ୟବସ୍ଥା ନହେଲେ ଆଗକୁ ତା ପାଇଁ ବ୍ୟବସ୍ଥା କରିବେ ସରକାର। ନାଲି ଆଖି ନୁହେଁ, ସରକାର ସହଯୋଗ ମାଗନ୍ତି। ତେଣୁ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକୁ ନିଜ ଗ୍ରାହକଙ୍କ ପାଇଁ ଛୋଟ କୋଠରୀର ବ୍ୟବସ୍ଥା କରିବାକୁ ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। 12,000 ଛଟେଇ ଘୋଷଣା ପରେ TCSର ବଡ଼ ନିଷ୍ପତ୍ତି। 80% କର୍ମଚାରୀଙ୍କ ବଢ଼ାଇବ ବେତନ। ଟାଟା କନସଲଟାନ୍ସି ସର୍ଭିସେସ୍ TCS କର୍ମଚାରୀଙ୍କୁ ଗୁଡ୍ ନ୍ୟୁଜ୍ ଦେଇଛି। କମ୍ପାନୀ କହିଛି 80% କର୍ମଚାରୀଙ୍କ ବେତନ ବୃଦ୍ଧି ହେବ। ଏହି ବେତନ ବୃଦ୍ଧି 1 ସେପ୍ଟେମ୍ବର 2025ରୁ ଲାଗୁ ହେବ। ଏହି ସୂଚନା କମ୍ପାନୀର ଇଣ୍ଟରନାଲ ଇମେଲରୁ ସାମ୍ନାକୁ ଆସିଛି। କଥା ହେଉଛି, କମ୍ପାନୀ ଏହି ନିଷ୍ପତ୍ତି ଏପରି ସମୟରେ ଗ୍ରହଣ କରିଛି ଯେତେବେଳେ କିଛି ସପ୍ତାହ ପୂର୍ବରୁ 12,000 କର୍ମଚାରୀଙ୍କ ଛଟେଇ ଘୋଷଣା କରିଥିଲା। TCSର କହିବା କଥା ହେଉଛି, ଏହି ପୁରା ପ୍ରକ୍ରିୟା କମ୍ପାନୀକୁ ଫ୍ୟୁଚର ରେଡି କରିବା ପାଇଁ ଯୋଜନାର ଅଂଶବିଶେଷ। କମ୍ପାନୀ ଏବେ AI, ନୂଆ ଟେକ୍ନୋଲୋଜି, ମାର୍କେଟ ଏକ୍ସପାନସନ୍ ଓ ଇଣ୍ଟରନାଲ ରିଅର୍ଗାନାଇଜେସନ ଉପରେ ଗୁରୁତ୍ୱ ଦେଉଛି। ଏହି କାରଣରୁ କିଛି ବିଭାଗରେ କର୍ମଚାରୀଙ୍କ ଆଦୌ ଆବଶ୍ୟକତା ପଡ଼ୁନାହିଁ। ଏହି କାରଣରୁ 2% ଗ୍ଲୋବାଲ ୱାର୍କଫୋର୍ସକୁ ଚାକିରିରୁ ବାହାର କରାଯାଉଛି। ତେବେ ଯେଉଁମାନେ ଏବେ ଚାକିରିରେ ଅଛନ୍ତି ସେମାନଙ୍କୁ ରିଟେନ୍ କରିବାକୁ ଓ ମୋଟିଭେଟ୍ କରିବା ପାଇଁ ବେତନ ବୃଦ୍ଧି କରାଯାଉଛି। ତେବେ ଭାରତର IT ସେକ୍ଟର ଏବେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି।
କ୍ଲାଏଣ୍ଟ ଖର୍ଚ୍ଚ ହ୍ରାସ କରିଛନ୍ତି, ପ୍ରୋଜେକ୍ଟ ଟଳାଯାଉଛି ଓ ଆମେରିକା ନୀତି କାରଣରୁ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଏଥିରେ TCSର ପ୍ରଥମ ତ୍ରୈମାସିକ ଗ୍ରୋଥ୍ ମଧ୍ୟ ସିଙ୍ଗଲ ଡିଜିଟ୍ରେ ରହିଛି। ଏଣୁ TCSର ଏହି ବେତନ ବୃଦ୍ଧି ପଦକ୍ଷେପକୁ ଟାଲେଣ୍ଟକୁ କାୟମ ରଖି ବ୍ୟବସାୟୀକୁ ସ୍ଥିର କରିବାର ଉଦ୍ୟମ ରୂପେ ଏବେ ଦେଖାଯାଉଛି। UPIକୁ ନେଇ RBIର ଚେତାବନୀ, ଫୋନ୍ପେ ଓ ଗୁଗଲ ପେ ୟୁଜର୍ସଙ୍କ ପାଇଁ ବଡ଼ ଖବର। UPIକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ଼ ଚେତାବନୀ, ଫୋନ୍ପେ ଏବଂ ଗୁଗଲ ପେ ୟୁଜର୍ସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବୁଧବାର ଦିନ କହିଛନ୍ତି ଯେ ଦେଶରେ ପେମେଣ୍ଟ ସିଷ୍ଟମରେ ବିପ୍ଳବ ଆଣିଥିବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା UPI ସବୁଦିନ ପାଇଁ ମାଗଣା ହୋଇନପାରେ। ସେ ସୂଚିତ କରିଛନ୍ତି ଯେ ଡିଜିଟାଲ ପେମେଣ୍ଟ ଇନଫ୍ରାଷ୍ଟ୍ରକ୍ଚର ଚଳାଉଥିବାର ଖର୍ଚ୍ଚ ଉପଭୋକ୍ତାମାନଙ୍କ ଉପରେ ଲଦିବାକୁ ପଡ଼ିପାରେ ବୋଲି ସେ ସଂକେତ ଦେଇଛନ୍ତି। ସଞ୍ଜୟ ମାଲହୋତ୍ରା MPC ବୈଠକରେ ଆୟୋଜିତ ପ୍ରେସମିଟ୍ରେ କହିଛନ୍ତି, ଏହା ଏବେ ମାଗଣା ନୁହେଁ, ଏଥିପାଇଁ କିଏ ନା କିଏ ପେମେଣ୍ଟ କରୁଛି। ସରକାର ତାଙ୍କୁ ସବସିଡ଼ି ଦେଉଛନ୍ତି। ସେହିପରି ମର୍ଚେଣ୍ଟ ଡିସ୍କାଉଣ୍ଟ ରେଟ୍ ଉପଭୋକ୍ତାଙ୍କ ଉପରେ ଲଗାଯାଇପାରେ କି ପ୍ରଶ୍ନରେ RBI ଗଭର୍ଣ୍ଣର କହିଛନ୍ତି ଯେ ଖର୍ଚ୍ଚ ହେଉଛି ଏବଂ ଏହି ଖର୍ଚ୍ଚ କାହାରିକୁ ନା କାହାରିକୁ ପେମେଣ୍ଟ କରିବାକୁ ପଡ଼ୁଛି। MDR ସେହି ଶୁଳ୍କ ଯାହା ପେମେଣ୍ଟ ପ୍ରୋସେସିଂ କମ୍ପାନୀଗୁଡ଼ିକ ଦୋକାନ ଏବଂ ବ୍ୟବସାୟୀଗୁଡ଼ିକରେ ଡିଜିଟାଲ ପେମେଣ୍ଟ ସ୍ୱୀକାର କରିବାରେ ଆଣିଥାଏ। ଜାନୁଆରୀ 2020ରୁ UPI ଟ୍ରାଞ୍ଜାକ୍ସନକୁ MDR ଠାରୁ ମୁକ୍ତ କରାଯାଇଛି। ଆଉ ରାସ୍ତାରେ ଗଡ଼ିବନି ରିକ୍ସା। 6 ମାସ ଭିତରେ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ। ଆଉ ମଣିଷକୁ ଟାଣିବନି ମଣିଷ, ସର୍ବୋଚ୍ଚ ନ୍ୟାୟାଳୟ ରିକ୍ସା ଟଣା ଉପରେ ଲଗାଇଲେ ରୋକ। ଏହି କଥା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରିକ୍ସା ଟଣାକୁ ଅମାନବୀୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ସଭ୍ୟ ସମାଜରେ ରିକ୍ସା ଟଣା ଅଶୋଭନୀୟ ବୋଲି କହିଛନ୍ତି କୋର୍ଟ। ଜଣେ ବ୍ୟକ୍ତି ଆଉ ଜଣଙ୍କୁ ଟାଣିବ କାହିଁକି? ସ୍ୱାଧୀନତାର 78 ବର୍ଷ ପରେ ଏସବୁ ବୃତ୍ତି ପାଇଁ କାହିଁକି କରାଯାଉଛି ବାଧ୍ୟ? ପ୍ରଶ୍ନ କଲେ କୋର୍ଟ। ସମ୍ବିଧାନର ପ୍ରଚଳନ 75 ବର୍ଷ ପରେ ଏ ଅସାମ୍ବିଧାନିକ କାର୍ଯ୍ୟ କାହିଁକି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ତୁରନ୍ତ ରିକ୍ସା ଟଣା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ରିକ୍ସାକୁ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ହେଉ ବିକଳ୍ପ ବ୍ୟବସ୍ଥା ବୋଲି କହିଛନ୍ତି କୋର୍ଟ। ସଡ଼କ ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ ବର୍ଜ୍ୟ। ସହରାଞ୍ଚଳରେ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ ଅଳିଆ ବ୍ୟବହାର ଉପରେ ବିଚାର ବିମର୍ଶ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ପାଢ଼ୀ ସହରାଞ୍ଚଳ ଭିତ୍ତିଭୂମି ବିକାଶରେ ସ୍ଥାୟୀ ଏବଂ ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଦୂଷଣ ମୁକ୍ତ ଏବଂ ସ୍ଥାୟୀ ପରିବେଶ ହାସଲ କରିବା ପାଇଁ ପ୍ରତିବଦ୍ଧତାରେ ଓଡ଼ିଶା ବର୍ତ୍ତମାନ ସମାନ ରଣନୀତି ଅନୁସନ୍ଧାନ କରୁଛି। ବୈଠକରେ ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ ଅଳିଆ ବ୍ୟବହାର କରି ରାଜ୍ୟର କିଛି ସହରାଞ୍ଚଳରେ ପାଇଲଟ ପ୍ରକଳ୍ପ ଆରମ୍ଭ କରିବାର ସମ୍ଭାବ୍ୟତା ଅନୁସନ୍ଧାନ କରାଯାଇଛି। ଏହି ପଦକ୍ଷେପ ପରିବେଶ ପ୍ରଦୂଷଣ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ଏକ ବୃତ୍ତାକାର ଅର୍ଥନୀତି ପ୍ରତି ଯୋଗଦାନ ଦେବ ବୋଲି ମଧ୍ୟ ଆଲୋଚନା ହୋଇଥିଲା। ପାଇଲଟ ପ୍ରକଳ୍ପର ସଫଳତାକୁ ନେଇ ଆଗକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜସ୍ୱ ଗାଁର ମ୍ୟାପ୍ କରିବେ ସରକାର, ବଦଳିବ ଲୋକଙ୍କ ପ୍ଲଟ୍ ଖାତା ନମ୍ବର। ରାଜସ୍ୱ ଗାଁ ନେଇ ଆସିଲା ବଡ଼ ଖବର। 1635 ରାଜସ୍ୱ ଗାଁ ଗୁଡ଼ିକର ମ୍ୟାପ୍ କରିବା ପାଇଁ ଯାଉଛନ୍ତି ରାଜ୍ୟ ସରକାର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କହିବା ମୁତାବକ ରାଜ୍ୟରେ 1991ରୁ 2024 ପର୍ଯ୍ୟନ୍ତ 34 ବର୍ଷ ଭିତରେ ମାତ୍ର 1000 ଗାଁକୁ ରାଜସ୍ୱ ଗାଁ ଭାବେ ଘୋଷିତ କରାଯାଇଥିଲା। ହେଲେ ପୂର୍ବ ସରକାରରେ ସେଥିରୁ ମାତ୍ର 300 ଗାଁର ମ୍ୟାପ୍ ପ୍ରସ୍ତୁତ ହୋଇଥିଲା। କିନ୍ତୁ ପୂର୍ବ ସରକାର ବାକି 700 ଗାଁର ମ୍ୟାପ୍ କରିପାରିଲେ ନାହିଁ। ତେଣୁ ମ୍ୟାପ୍ ହୋଇନଥିବା ବାକି ଗାଁ ଏବଂ ନୂଆ ଗାଁ ମିଶାଇ 1635 ରାଜସ୍ୱ ଗାଁ ଗୁଡ଼ିକର ମ୍ୟାପ୍ କରିବା ପାଇଁ ଯାଉଛନ୍ତି ସରକାର। ସେଥିପାଇଁ ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ସେଲ୍। ଏହା ସହ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଏହି ଗାଁ ଗୁଡ଼ିକ ମାନ୍ୟତା ପାଇବା ସହ କାର୍ଯ୍ୟକାରୀ ହେବ। 34 ବର୍ଷ ଭିତରେ ପୂର୍ବତନ ସରକାରମାନେ ଯାହା କରିପାରିଲେ ନାହିଁ, ବିଜେପି ସରକାର ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ରାଜସ୍ୱ ଗାଁ ହେଲା ପରେ ସ୍ୱତନ୍ତ୍ର ମ୍ୟାପ୍ ହେବ ବୋଲି ସୁରେଶ ପୂଜାରୀ କହିଛନ୍ତି। ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର, ପ୍ଲଟ୍ ନମ୍ବର ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ। ଭୁଲ ଏକରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ। 250ରୁ ଅଧିକ ଜନସଂଖ୍ୟା ଏବଂ ମୂଳ ରାଜସ୍ୱ ଗାଁକୁ 500 ମିଟର ଦୂରତା ଥିବା ପଡ଼ା ଗାଁଗୁଡ଼ିକୁ କରାଯିବ ରାଜସ୍ୱ ଗ୍ରାମ। ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।